ଅଧରାତିରେ ଏମିତି କ'ଣ ହେଲା ଯେ ବୁଧିଆକୁ ଖୋଳ ଧରି ଦୌଡ଼ିବାକୁ ପଡ଼ିଲା। ମାଲିକ ଜୟ ଜଗନ୍ନାଥ, ସ୍ୱାଗତ କରୁଛି ଆଉ ଗୋଟେ ନୂଆ ବ୍ଲଗ୍କୁ। ଆଜି ଆମ ଗାଁ ଛଣିଜଙ୍ଗରେ ଶ୍ରୀପଞ୍ଚମୀରେ ମହାପ୍ରଭୁ ରାଧାକାନ୍ତ ଦେବଙ୍କର ନଗର ପରିକ୍ରମା ସହିତ ଭୋଗ ଖିଆ ମଧ୍ୟ ହେବ। ବସନ୍ତ ପଞ୍ଚମୀ ଦିନ ମହାପ୍ରଭୁ ରାଧାକାନ୍ତଙ୍କ ପାଖରେ ଫଗୁ ବା ଅବିର ଲାଗି ହୁଏ ଏବଂ ଏହି ଦିନଠାରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଶାସ୍ତ୍ରୀୟ ଏବଂ ପାରମ୍ପରିକ ବିଧିବିଧାନ ଜାରି ରହେ। ପୌରାଣିକ ମତରେ ଏହି ସମୟ ମଧ୍ୟରେ ଶ୍ରୀକୃଷ୍ଣ ଆଉ ଗୋପୀମାନଙ୍କର ରାସଲୀଳା ଏବଂ ଫଗୁ ଖେଳର ମଧ୍ୟ ବର୍ଣ୍ଣନା ରହିଛି, ଯାହା ଭକ୍ତିଭାବ ଏବଂ ପ୍ରେମର ଏକ ସୁନ୍ଦର ସମନ୍ୱୟ। ମହାପ୍ରଭୁ ରାଧାକାନ୍ତ ଦେବ ବିମାନରେ ବିରାଜମାନ କରି ଆସି ପହଞ୍ଚି ଯାଇଛନ୍ତି ମହାବୀର ପଡ଼ିଆରେ। ମହାବୀର ବେଦୀ ଉପରେ ବସିଛନ୍ତି ଏବଂ ଆମ ଗାଁରେ ପ୍ରତିଟି ଘରୁ ଭୋଗ ଆସିଛି ଏବଂ ଆଳତି ମଧ୍ୟ ଚାଲିଛି। ଆଉ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥିବା ଅବିର ସମସ୍ତେ ମୁଣ୍ଡରେ ମାରି ଆନନ୍ଦରେ ଆନନ୍ଦିତ ହେଉଛନ୍ତି। ଆଳତି ସରିବା ପରେ ଏବେ ଆସିଥିଲା ଭୋଗ ଖାଇବାର ପାଳି। ପ୍ରତିଟି ଡାଲାରୁ କିଛି କିଛି ଭୋଗ ସଂଗ୍ରହ କରି ହାଡ଼ିଆ ଭାଇ ଆମର ସମସ୍ତଙ୍କ ହାତକୁ ବଢ଼େଇ ଦେଉଥିଲେ ଆଞ୍ଜୁଳିଏ ଲେଖାଏ ଭୋଗ ହୋଇଥିବା ଉଖୁଡ଼ା, ତା ସହିତ କିଛି ଫଳ। କିନ୍ତୁ ସେ ଯାହା ବି ହେଇଯାଉ, ଛଣିଜଙ୍ଗ ମାଟିରେ ଜନ୍ମ ହୋଇ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି ଯେ ପ୍ରଭୁ ରାଧାକାନ୍ତ ଦେବଙ୍କର ସେବା କରିବା ପାଇଁ ମୋତେ ବି କିଛି ସୁଯୋଗ ମିଳୁଛି। ବର୍ତ୍ତମାନ ଆମେ ବାହାରି ଗଲୁ ମହାପ୍ରଭୁ ରାଧାକାନ୍ତଙ୍କୁ ବିମାନରେ ବସେଇ ପ୍ରତିଟି ଘରେ ଘରେ ଠିଆ ଭୋଗ ଖାଇବା ପାଇଁ। ଏପଟେ ମୁଁ ଭିଡ଼ିଓ ବନାଉଥିବାର ଦେଖି କବି ଭାଇ ଆଉ କାଳିଆ ଭାଇ କହୁଛନ୍ତି ସେ ମହାନ୍ତି ବାବୁ କଟକରୁ ଆସିଛନ୍ତି, ତେଣୁ ତାଙ୍କର ଟିକେ ଭଲ କି ଭିଡ଼ିଓ କର, କାହିଁକିନା ସେ ସପ୍ତାହକ 6 ଦିନ କଟକରେ ରହିଲେ ବି ଠାକୁର ପରମ୍ପରା ବଞ୍ଚାଇବେ ଯେ ଆସି ଆଜି କଷ୍ଟ କରି କଟକରୁ ଆସିଛନ୍ତି। ରାତି ପାଖାପାଖି 1:30 ହେଲେ ବି ଆମମାନଙ୍କ ମନରେ କୌଣସି ଉତ୍ସାହର କମି ନଥିଲା। ଦେଖନ୍ତୁ ଶିବୁନା ଆମର କେମିତି ଘଣ୍ଟ ବାଡ଼େଇ ପକାଉଛି, ଆଉ ୟାର ଭିତରେ ମହାନ୍ତି ବାବୁ ବଢ଼େଇ ଦେଇଥିଲେ ଭୋଗ ଥାଳିଆଟି, ଆଉ ଶିବା ଏନା ଆମର ଭୋଗ ଠାକୁରଙ୍କୁ ସମର୍ପଣ କରି ପୁଣି ଫେରାଇ ଦେଇଥିଲେ ମହାନ୍ତି ବାବୁଙ୍କ ହାତକୁ। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଚ୍ୟାନେଲଟିକୁ ଲାଇକ୍ କରନ୍ତୁ, ଫଲୋ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ କ'ଣ ଆପଣଙ୍କ ଆଡ଼େ ମଧ୍ୟ ଏମିତି କିଛି ପରମ୍ପରା ଆଜି ବି ଚାଲୁଛି କି। କିନ୍ତୁ ସେ ଯାହା ବି ହେଇଯାଉ, ମହାପ୍ରଭୁ ରାଧାକାନ୍ତଙ୍କର ମନ ତ ଗୌଡ଼ ଘର କ୍ଷୀରରେ ଥାଏ ନା, ତେଣୁକରି ଆମ ଗୌଡ଼ ଭାଇମାନେ ମହାପ୍ରଭୁ ରାଧାକାନ୍ତଙ୍କ ପାଖରେ କ୍ଷୀର ଭୋଗ କରିଥାନ୍ତି ଏବଂ ସର୍ବଶେଷରେ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ ରସଗୋଲା, ଯାହାକୁ ଖାଇବା ପାଇଁ ସମସ୍ତେ ବାଡ଼ିଆ ପିଠା ହେଇଥାନ୍ତି। ଆଉ ବାଡ଼ିଆ ପିଠାର କଥା କହୁ କହୁ ଏଇ ମହାନ ବ୍ୟକ୍ତି ଜଣକ 6ଟା ମିଠା ଖାଇସାରିବା ପରେ ମୋତେ ଦିଆଯାଇଥିବା ମୋ ଭାଗର ମିଠାଟିକୁ ବି ଛଡ଼େଇକି ଖାଇ ଦେଇଥିଲା। ଆଉ ମୋ ହାତରୁ ମିଠା ଛଡ଼େଇ ଖାଇସାରିବା ପରେ ମୋତେ ସେ ପୁଣି କହୁଛି ମୁଁ ଯାଉଛି ଆଉ ଗୋଟେ ବୁଧିଆଠୁ ଛଡ଼େଇକି ଖାଇବି। ବୁଧିଆଠୁ ନ ଖାଇଲେ ମୋ ମନ ଶାନ୍ତି ହେବନି। ଆଉ ସତକୁ ସତ ମୁଁ ଦେଖିଲା ବେଳକୁ ବୁଧିଆଠୁ ଗୋଟେ ମିଠା ଛଡ଼େଇ ଆଣି ସେ ତାକୁ ଖାଇବାରେ ବ୍ୟସ୍ତ। ଆଉ ଆମର ଏପଟେ ମଜାମସ୍ତି ଭିତରେ ବର୍ତ୍ତମାନ ସମୟ ଆସିଯାଇଥିଲା ଠାକୁରଙ୍କୁ ମନ୍ଦିରରେ ବିଜେ କରାଇବାର। ଘଣ୍ଟ ସହିତ ସଂକୀର୍ତ୍ତନ ଦ୍ୱାରା ମହାପ୍ରଭୁ ରାଧାକାନ୍ତ ଦେବ ମନ୍ଦିରକୁ ବିଜେ କରୁଛନ୍ତି। ଦେଖନ୍ତୁ କି ଅଲୌକିକ ଦୃଶ୍ୟ। ଯଦି ଭିଡ଼ିଓଟିକୁ ଏ ପର୍ଯ୍ୟନ୍ତ ଦେଖି ଆସିଲେଣି ତେବେ ଭକ୍ତି ଭାବରେ ଥରେ ଲେଖିଦିଅନ୍ତୁ ଜୟ ପ୍ରଭୁ ରାଧାକାନ୍ତ ଦେବ।